नमस्कार ମୁଁ ମିତା ଆମ ଲକ୍ଷ୍ମୀ ଆଣ୍ଟିଶାଳା ଚ୍ୟାନେଲକୁ ଆପଣମାନଙ୍କୁ ବହୁତ ବହୁତ ସ୍ୱାଗତ। ଆମ ଓଡ଼ିଆମାନଙ୍କ ଘରେ ପଖାଳ କଂସା ହେଉ କିମ୍ବା ଗରମ ଥାଳି ସେଥିରେ ଯଦି ଆଚାର କିମ୍ବା ଖଟା ମିଳିଯାଏ ଖାଇବା ଜମିଯାଏ। ତ ଆଜି ଆମେ ସେମିତି ବନେଇବା ଖଟାଟିଏ ଯାହା ନାଁ ହେଉଛି କନ୍ଦମୂଳ ଖଟା। ଓଉ ଖଟା, ଟମାଟର ଖଟା, ଆମ୍ବୁଲ ଖଟା ତ ଆପଣ ଖାଇଥିବେ, କିନ୍ତୁ କନ୍ଦମୂଳ ଖଟା ଥରେ ବନେଇକି ଦେଖିବେ, ବହୁତ ଟେଷ୍ଟ ଲାଗେ ଖାଇବା ପାଇଁକା। ଆଜି ଆମେ ଏଇ କନ୍ଦମୂଳ ଖଟାକୁ ବିନା ପିଆଜ ରସୁଣରେ ବନେଇକି ରେଡ଼ି କରିବା। ତ ପୂଜା ଉପାସ ଭଲ ଦିନରେ ବି ଖାଇପାରିବେ। ଆଗରୁ ଆପଣମାନଙ୍କ ସହିତ କନ୍ଦମୂଳର ବହୁତ ସାରା ରେସିପି ସେୟାର କରିଛି, ତ ଆଜି ଆପଣମାନଙ୍କ ସହିତ କନ୍ଦମୂଳ ଖଟା ବନେଇକି ଦେଖିବି। କେବେ ଯଦି ବନେଇ ନାହାନ୍ତି ଗୋଟେ ଥର ନିଶ୍ଚିତ ବନେଇକି ଦେଖିବେ, ବହୁତ ବଢ଼ିଆ ଲାଗେ କନ୍ଦମୂଳ ଖଟା ଖାଇବା ପାଇଁକା। ତ ଆଶା କରୁଛି ଆଜିର এই ରେସିପି ଆପଣ ସମସ୍ତଙ୍କୁ ପସନ୍ଦ ଆସିବ। ତ ଭିଡ଼ିଓଟାକୁ ଜମାରୁ ସ୍କିପ୍ ନ କରିକି ପୁରା ଦେଖନ୍ତୁ। ଦେଖି ସାରିଲା ପରେ ଯଦି ଭଲ ଲାଗୁଛି ପ୍ଲିଜ୍ ଭିଡ଼ିଓଟା ଲାଇକ୍ କରିଦେବେ, କମେଣ୍ଟ କରିଦେବେ, ସେୟାର କରିଦେବେ। ତ ଏଇ କନ୍ଦମୂଳ ଖଟା କରିବା ପାଇଁ କନ୍ଦମୂଳ ଏଠି ମୁଁ ଦୁଇଟା ନେଇଛି, ଆଉ ଦୁଇଟା କନ୍ଦମୂଳ ନେଇଛି, ଗୋଟେ ବଡ଼ ସାଇଜ୍ ଗୋଟେ ଛୋଟ ସାଇଜ୍। ତ ପ୍ରଥମେ ଆମେ କନ୍ଦମୂଳର ଚୋପା ଏଇଭଳି ଛଡ଼େଇ ଦେବା, ଛୁରୀ କିମ୍ବା ପନିକି ଯେଉଁ କୌଣସି ଜିନିଷରେ ସୁବିଧା ହେଉଛି ତାକୁ ଚୋପା ଗୁଡ଼ାକ ଛଡ଼େଇ ଦେବା। ତ ଏଇଠି ଛୁରୀରେ ଏମିତି ଛାଞ୍ଚିକି ମୁଁ ଚୋପା ଗୁଡ଼ା ଛଡ଼େଇ ଦେବି। ଆଉ ଏଇଠି ଆପଣ ଦେଖିପାରୁଥିବେ କନ୍ଦମୂଳର ଚୋପା ମୁଁ ଛଡ଼େଇ ଦେଇଛି। ଏବେ ଏଇଭଳି ଆଉ ଗୋଟେ କନ୍ଦମୂଳର ଚୋପା ଛଡ଼େଇକି ତାକୁ କାଟିଦେବା। ତ କନ୍ଦମୂଳ ଦୁଇଟାକୁ ମୁଁ ଚୋପା ଛଡ଼େଇକି ଦେଖନ୍ତୁ ମୁଁ କାଟିକି ରଖିଦେଇଛି, ପାଣିରେ ପକାଇ ଦେଇଛି। ତ ଏଇଭଳି କାଟିବେ, ଟିକେ ବଡ଼ ରଖିକି କାଟିବେ। ଆମେ କନ୍ଦମୂଳର ଖଟା କରିବା ତ ଏଇ ସାଇଜ୍ କରି କାଟିବା, ଆପଣ ଆଠୁ ଛୋଟ ବି କାଟିପାରନ୍ତି। ତାକୁ ଧୋଇକି ଗୋଟେ ଜାଗାରେ ରଖିନେବା। ତ ପ୍ରଥମେ ମସଲା ବନେଇ ନେବା ଖଟା ପାଇଁକା। ତ ଏଠି କଢ଼େଇରେ ମୁଁ ଶୁଖିଲା ଲଙ୍କା ଗୋଟେ ଏମିତି ଛିଡ଼େଇକି ରଖିନେଇଛି, ଜିରା ଆଉ ପାନମଧୁରୀ, ଏତିକି ହିଁ ମସଲା ଦରକାର ଖଟା ପାଇଁକା। ଲୋ ଫ୍ଲେମ୍ରେ ଆକୁ ଭାଜି ନେବା। କିଛି ସମୟ ଭାଜିଲା ପରେ ଏଇଟା ଭାଜି ହେଇଗଲାଣି, ଆକୁ ଥଣ୍ଡା ହେବାକୁ ଛାଡ଼ିଦେବା। ତାପରେ ହେମଦସ୍ତାରେ କିମ୍ବା ଗ୍ରାଇଣ୍ଡରରେ କୁଟିଦେବା। ତ ଗ୍ୟାସ୍ରେ ପୁଣି ତ ସେଇ ସେମ୍ କଢ଼େଇ ବସେଇକି ଗୋଟେ ଚାମଚ ତେଲ ଏଠି ଦେଇଦେଇଛି, ହାଫ୍ ଚାମଚ ଟିକେ କମ୍ ହେବ ସୋରିଷ, ଆଉ ହାଫ୍ ଚାମଚ ଟିକେ କମ୍ ହେବ ଜିରା, ଆଉ ଗୋଟେ ଚିମଟା ହିଙ୍ଗୁ ଦେଇଦେଇଛି। ସାଙ୍ଗରେ ଏଠି ମୁଁ ଦେଇଦେଇଛି ଭୃସଙ୍ଗ ପତ୍ର। ତ ମୋ ପାଖରେ ଶୁଖିଲା ଭୃସଙ୍ଗ ପତ୍ର ଥିଲେ ତାକୁ ନେଇଛି, ଆପଣ ଫ୍ରେଶ୍ ଭୃସଙ୍ଗ ପତ୍ର ବି ନେଇପାରନ୍ତି। ଆମ୍ବ କଷିଆ ଅଦା ନେଇଛି, ଆଉ ତାପରେ ଯେଉଁ ଡେଲି ଆମେ ଅଦା ବ୍ୟବହାର କରୁ ସେ ଦୁଇଟା ଯାକ ନେଇଛି। ଆପଣ ଆ ଦେହରୁ ଗୋଟେ ଅଦା ବି ନେଇପାରନ୍ତି। ଏସବୁ ଜିନିଷକୁ ଲୋ ଫ୍ଲେମ୍ରେ କିଛି ସମୟ ଭାଜି ନେବା। ତ ଜିରା ସୋରିଷ ଫୁଟିଲା ପରେ ହିଁ ସବୁ ଜିନିଷ ଦେବେ। ଦେଖନ୍ତୁ ଏଇଟା ଭାଜି ହେଲା ପରେ ଏବେ ଆମେ କାଟିକି ରଖିଥିବା କନ୍ଦମୂଳ ଯେଉଁ ତାକୁ ଏଠି ପାଣିରେ ମୁଁ ଛାଣି ଆଣିଛି ତାକୁ ଦେଇଦେବା। କନ୍ଦମୂଳ ଦେଇକି କିଛି ସମୟ ପାଇଁ ଆକୁ ଭାଜି ନେବା। ଏଇଥିରେ କିଛି ସମୟ ପାଇଁ ଲୋ ଫ୍ଲେମ୍ରେ ଭାଜିବା ଦ୍ୱାରା ଏଇଟା ଟିକେ ଭାଜି ହେଲା ପରେ ଏବେ ଏଥିରେ ହାଫ୍ ଚାମଚ ଟିକେ କମ୍ ଲୁଣ, ହଳଦୀ ଦେଇଦେବା। ତାପରେ ଏଠି ଆମେ ନଡ଼ିଆ ଦେଇଦେବା। ନଡ଼ିଆ ଦୁଇ ଚାମଚ ଖଣ୍ଡେ ଏଠି ଦେଇକି ପୁଣି ଥରେ ଆକୁ ଭାଜି ନେବା କିଛି ସମୟ ପାଇଁକା। ବଢ଼ିଆ ଭାବରେ ସବୁ ଜିନିଷକୁ ଭାଜି ନେବା। ତ ଭଲ ଭାବରେ ସବୁ ଯାକ ଭାଜି ହେଲା ପରେ ଏବେ ଏଥିରେ ଆମେ ପାଣି ଦେବା। ଆଉ ଏଠି ଦେଖନ୍ତୁ ଏଇଟା ବଢ଼ିଆ ଭାବରେ ଭାଜି ହେଇଗଲାଣି। ଏବେ ଏଥିରେ ଆମେ ପାଣି ଦେବା। ପାଣି ଦେଇକି ଭଲ ଭାବରେ ମିଶାଇ ସାରିଲା ପରେ ଏବେ ଆକୁ ଆମେ ଘୋରେଇକି 5ରୁ 10 ମିନିଟ୍ ଯାଏଁ ଲୋ ଫ୍ଲେମ୍ରେ ଛାଡ଼ିବା, କନ୍ଦମୂଳ ବଢ଼ିଆ ଭାବରେ ଆମର ସିଝିବା ପାଇଁକା। ତ ଏଠି ଦେଖନ୍ତୁ ମୁଁ ପାଣି ଦେଇଦେଇଛି। ଏବେ ଆକୁ ଆମେ ଘୋରେଇକି 5-10 ମିନିଟ୍ ପାଇଁ ଲୋ ଫ୍ଲେମ୍ରେ ଛାଡ଼ିଦେବା, ଯାହାଦ୍ୱାରା କନ୍ଦମୂଳ ବଢ଼ିଆ ଭାବରେ ସିଝିଯିବ। 5-10 ମିନିଟ୍ ପରେ ଏଠି କାଢ଼ିକି ଦେଖାଉଛି, ଏଇଠି ଆପଣ ଦେଖିପାରୁଥିବେ କନ୍ଦମୂଳ ସିଝିଯାଇଛି। ତା ସହିତ ଆମେ ଯେଉଁ ପାଣି ଦେଇଥିଲୁ ସେ ବି ଏଠି ଆମର କମ୍ ହେଇଯାଇଛି। ଏବେ ଦେଖାଉଛି, ଦେଖନ୍ତୁ କେତେ ବଢ଼ିଆ ଭାବରେ ସିଝିଯାଇଛି। ଏବେ ଏଥିରେ ଆମେ ଦେଇଦେବା ତେନ୍ତୁଳି ରସ। ତ ତେନ୍ତୁଳିକି ମୁଁ ଆଗରୁ ବତୁରେଇକି ରଖିଥିଲି, ତାରି ରସ ଏଠି ଦେଇଦେଉଛି। ତାକୁ ଦେଇ ସାରିଲା ପରେ ଏଠି ଆମେ ଚିନି ଦେବା। ତ ଆପଣ ଏଠି ଗୁଡ଼ ବି ଦେଇପାରନ୍ତି, ତ ଚିନି ଏଠି ମୁଁ ଦେଇଛି। ତ ଚିନି ଆଉ ତେନ୍ତୁଳି ରସ ଦେଇ ସାରିଲା ପରେ ଭଲ ଭାବରେ ଆକୁ ମିଶାଇ ନେବା। ତ ପାଣି ଏଠି ଆପଣଙ୍କୁ ଯଦି ଅଧିକା ଟିକେ ଖଟାରେ ଝୋଳ ଦରକାର ତାହେଲେ ଆପଣ ଆଉ ଟିକେ ପାଣି ଦେଇପାରନ୍ତି। ତ ତେନ୍ତୁଳି ଆଉ ଚିନି ଦେଇକି ଭଲ ଭାବରେ ମିଶାଇକି ପୁଣି ଥରେ ଆକୁ କିଛି ସମୟ ପାଇଁ ଛାଡ଼ିବା ଲୋ ଫ୍ଲେମ୍ରେ। ଆଉ ଏଇଠି ଦେଖନ୍ତୁ 5-10 ମିନିଟ୍ ପରେ କାଢ଼ିକି ପୁଣି ଥରେ ଦେଖାଉଛି, ବଢ଼ିଆ ଭାବରେ ଖଟା ଆମର ହେଇଗଲାଣି। ଖଟା ଏଇଠି ଆମର ହେଇଗଲାଣି। ଏବେ ଏଥିରେ ଆମେ ଦେବା ଆମ ଯେଉଁ ମସଲା ବନେଇଥିଲୁ ସେ ମସଲାରୁ ଏଠି ଦେଇଦେବା। ଏଠି ଯଦି ପାଣି ଦେଇ ଝୋଳ କମ୍ ହେଇଯାଉଛି ତାହେଲେ ଆପଣ ଏଠି ଗରମ ପାଣି ଟିକେ ଆଉ ଦେଇଦେବେ। ତ ସେ ମସଲାରୁ ଏଠି ଗୋଟେ ଚାମଚ ଦେଇକି ଭଲ ଭାବରେ ପୁଣି ଥରେ ଆକୁ ମିଶାଇ ନେବା। ତ ଯେତେବେଳେ ମସଲା ଦେବେ ଦେଖିବେ ବଢ଼ିଆ ବାସ୍ନା ଏ ଖଟାରୁ ଆସିବ। ଯଦି ଆପଣ ତେନ୍ତୁଳି ଦେଉନାହାନ୍ତି ଆମ୍ବୁଲକୁ ବତୁରେଇକି ବି ଏଠି ଦେଇପାରନ୍ତି। ତ ଭଲ ଭାବରେ ମିଶାଇ ସାରିଲା ପରେ ଖଟା ତ ଏଠି ହେଇଗଲାଣି। ଲାଷ୍ଟକୁ ଏଠି କୋରା ନଡ଼ିଆ ରଖିଥିଲି ଦେଇଦେଉଛି। ନଡ଼ିଆ ଦେବେ, ବହୁତ ବଢ଼ିଆ ଲାଗେ ଖଟାରେ ନଡ଼ିଆ କୋରା ଦେବା ଦ୍ୱାରା। ତ ନଡ଼ିଆ କୋରା ଦେଇକି ପୁଣି ଥରେ ଆକୁ ମିଶାଇ ନେବା। ଯଦି କଟା ଧନିଆ ପତ୍ର ଚାହିଁବେ ଏଠି ଦେଇପାରନ୍ତି। ତ ଏଇଠି ଆମର କନ୍ଦମୂଳ ଖଟା ରେଡ଼ି ହେଇସାରିଛି। କେତେ ସୁନ୍ଦର ଇଏ ଦେଖିବାକୁ, ଆଉ ଟେଷ୍ଟ ବହୁତ ବଢ଼ିଆ ଲାଗେ। ଅରୁଆ ଭାତ ସହିତ ଖାଆନ୍ତୁ କିମ୍ବା ଉଷୁନା ଭାତ ସହିତ ଖାଆନ୍ତୁ, ଯେଉଁଥିରେ ଖାଆନ୍ତୁ ବହୁତ ବଢ଼ିଆ ଲାଗେ କନ୍ଦମୂଳ ଖଟା। ସିମ୍ପଲ୍ ଆଉ କମ୍ ଜିନିଷରେ ହେଉଥିବା କନ୍ଦମୂଳ ଖଟା ନିଶ୍ଚିନ୍ତ ଥରେ ବନେଇକି ଦେଖନ୍ତୁ,
କୌଣସି ପୂଜା ଉପାସରେ ବି ୟାକୁ କରିକି ଖାଇପାରିବେ କିମ୍ବା ଏମିତି ବି ଖାଇପାରିବେ। ସବୁଯାକ କନ୍ଦମୂଳ ଖଟାକୁ କାଢ଼ି ଆଣିଲା ପରେ ତାପରେ ଟିକେ ନଡ଼ିଆ କୋରା ଦେଇ ସଜେଇ ଦେଇଛି। ତ ଏଇଠି ଆମର ଏ କନ୍ଦମୂଳ ଖଟା ରେଡ଼ି ହେଇଗଲା। ଆପଣମାନେ ଟମାଟର ଖଟା ଆଉ ଓଉ ଖଟା ଏମିତି ବହୁତ ପ୍ରକାର ଖଟା ଖାଇଥିବେ, କିନ୍ତୁ କନ୍ଦମୂଳେ ଥରେ ବନେଇକି ଦେଖନ୍ତୁ, ବହୁତ ଟେଷ୍ଟ ଲାଗେ ଖାଇବା ପାଇଁକା। ତ ପୂଜା ଉପାସ ଦିନରେ ବି ୟାକୁ ଭଲ ଦିନରେ ବି କରିକି ଖାଇପାରିବେ। ତ ଘରେ ନିଶ୍ଚିତ ତିଆରି କରିକି ଦେଖନ୍ତୁ। ଏଇ କନ୍ଦମୂଳ ଖଟାଟାକୁ ସମସ୍ତଙ୍କୁ ଖାଇବାକୁ ଦିଅନ୍ତୁ। କେମିତି ଲାଗିଲା ଆପଣମାନଙ୍କର ଅନୁଭବ ନିଶ୍ଚିନ୍ତ ସେୟାର କରିବେ। ପୁଣି ଆଉ ଗୋଟେ ନୂଆ ରେସିପି ନେଇ ଆସିବି। ଆଜି ପାଇଁ ରହୁଛି। ଜୟ ଜଗନ୍ନାଥ।